1 ଜାନୁଆରୀ 2024 କେତେ ସାରା ରାଜଯୋଗ ସହିତ ଆପଣଙ୍କ ପାଇଁ ବିଶେଷ ଭାବରେ ଯଦି କହୁଛୁ ନେଇକି ଆସୁଛି ବଡ଼ ବଡ଼ ପରିବର୍ତ୍ତନ। ଗୋଟେ ପରେ ଗୋଟେ ବନୁଥିବା ରାଜଯୋଗର ପରିବର୍ତ୍ତନ କାରଣରୁ ଆପଣ ପୁରା ମାଲାମାଲ ହେବାକୁ ଯାଉଛି। କାରଣ ଏପରି ରାଜଯୋଗ ସହିତ ଏ ବର୍ଷ ଆପଣଙ୍କ ପାଇଁ ଏପରି ହେବ ଯାହା ଆପଣଙ୍କ ପାଇଁ ଆପଣଙ୍କ ଜୀବନ ପାଇଁ ସବୁ କ୍ଷେତ୍ର ପାଇଁ ବିଶେଷ ରୂପରେ ଶୁଭ ଫଳଦାୟୀ ହେବ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆମେ ଏଠି ଆପଣମାନଙ୍କୁ କହିବୁ ନୂଆ ବର୍ଷ 2024 ବିଷୟରେ। 1 ଜାନୁଆରୀରୁ କ'ଣ ପରିବର୍ତ୍ତନ ଆପଣଙ୍କ ରାଶି ପାଇଁ ବିଶେଷ ଭାବରେ ହେବ, ଯାହା ବହୁତ ହି ବିଶେଷ ପରିବର୍ତ୍ତନ ଆପଣଙ୍କ ଲାଇଫରେ ନେଇକି ଆସିବ। ତ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲରେ ନ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଯଦି କହିବା ଏ ବର୍ଷର ଆରମ୍ଭରୁ ହିଁ ଯଦି କହିବା ଗ୍ରହଙ୍କର ଯେଉଁ ସ୍ଥିତି ରହିବ ତାହା କାଫି ପରିବର୍ତ୍ତନ ନେଇକି ଆସିବ। ଏହାର ପ୍ରଭାବ ଏ ନୂଆ ବର୍ଷକୁ ବହୁତ ହି ଶୁଭ ବନେଇବା ପାଇଁ ଯାଉଛି। ଯଦି କହିବା ସ୍ଥିତି କ'ଣ ଆପଣଙ୍କ ପାଇଁ ରହିବ, ତ ସୂର୍ଯ୍ୟ ଏ ମଙ୍ଗଳ ଏ ଦୁଇ ଗ୍ରହଙ୍କ ଜ୍ୟୋତି ଆପଣଙ୍କର ଲାଭ ଭାଗରେ ରହିବ, ଯେଉଁ କାରଣ ପାଇଁ ଆଦିତ୍ୟ ମଙ୍ଗଳ ଯୋଗ ବନିବ ବିଶେଷ ଭାବରେ। ଆଉ ଆଦିତ୍ୟ ମଙ୍ଗଳ ଯୋଗ ଏହା ଗ୍ରହଙ୍କର ରାଜ ଆତ୍ମାର କାରକ ସୂର୍ଯ୍ୟ ଊର୍ଜା ସୂର୍ଯ୍ୟର ଗ୍ରହ ମଙ୍ଗଳଙ୍କ ଦ୍ୱାରା ବନିଥାଏ। ବହୁତ ହି ଶୁଭ ଯୋଗ ରହିଥାଏ। ଯେବେ ଏହା ଆପଣଙ୍କ କୁଣ୍ଡଳୀରେ ବନିଥାଏ ତ ଜୀବନରେ ଅପାର ଧନ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଏ, ଯାହାଦ୍ୱାରା ଆପଣଙ୍କୁ ଆପଣଙ୍କ ଜୀବନରେ ସବୁ ସମସ୍ୟାରୁ ଛୁଟକାରା ମଧ୍ୟ ମିଳିଥାଏ। ଦ୍ୱିତୀୟ ଯୋଗ ଯେଉଁ ରହିବ ଆପଣଙ୍କ ପାଇଁ ଏହା ରହିବ ବିଶେଷ ଭାବରେ କି ଶୁକ୍ର ଆଉ ଗୁରୁଙ୍କ ପ୍ରଭାବ ଦ୍ୱାରା ଶୁକ୍ର ଆଉ ଗୁରୁଙ୍କର ଏଠି ଯେଉଁ ବିଶେଷ ଭାବରେ କହୁଛୁ ପ୍ରାପ୍ତି ହେବାକୁ ଯାଉଛି, ଗ୍ରହଙ୍କର ଯେଉଁ ଗୋଟେ ଊର୍ଜା ଆପଣଙ୍କୁ ମିଳିବା ପାଇଁ ଯାଉଥିଲା ତ ସବୁ ସମସ୍ୟାରୁ ତାହା ଆପଣଙ୍କୁ ବିଶେଷ ରୂପରେ ମୁକ୍ତି ପ୍ରଦାନ କରିବ। ବୁଧଙ୍କ ବିଷୟରେ ଯଦି କହିବା ତ ବୁଧ ଜବରଦସ୍ତ ରେଜଲ୍ଟ ଆପଣଙ୍କୁ ଦେବେ। କାରଣ ବୁଧ 28 ଡିସେମ୍ବରକୁ ବିଛା ରାଶିକୁ ଆସିବେ ବକ୍ରି ସ୍ଥିତିରେ ଚାଲିକି। ଯେମିତିରେ ନୂଆ ବର୍ଷ ଆରମ୍ଭ ହେବ 2 ଜାନୁଆରୀ 2024 ଦିନରେ ବିଶେଷ ଭାବରେ କହିବା 2 ଜାନୁଆରୀକୁ ନିଜର ରାଶିର ପରିବର୍ତ୍ତନ କରିବେ, ବିଛା ରାଶିକୁ ଆସିଯିବେ। ଆଉ ବିଛା ରାଶିରେ ବିଶେଷ ଭାବରେ ତାଙ୍କର ମାର୍ଗୀ ହେବ। ଆଉ 7 ଜାନୁଆରୀକୁ ପୁଣି ରାଶି ପରିବର୍ତ୍ତନ କରିକି ଧନୁ ରାଶିକୁ ଆସିବେ। ତ ଏଠି ଧନୁ ରାଶିରେ ପୁଣି ବୁଧାଦିତ୍ୟ ରାଜଯୋଗ ବନିବ। ତ ଜାନୁଆରୀ ମାସରେ ଯଦି କହିବା 1 ଜାନୁଆରୀରୁ ଏହାର ପ୍ରଭାବରୁ ବହୁତ ହି ଶୁଭ ଯୋଗ ଆପଣଙ୍କୁ ଆପଣଙ୍କ ଜୀବନରେ ମିଳିବା ପାଇଁ ଯାଉଛି। ନୂଆ ବର୍ଷର ଆରମ୍ଭ ବହୁତ ହି ଅଧିକ ଅନୁକୂଳ ଆପଣଙ୍କ ପାଇଁ ହେବାକୁ ଯାଉଛି। ଏ ରାଶିର ଜାତକଙ୍କୁ ଯଦି କହିବା ଭୂମିଗତ ସମ୍ପତ୍ତି ପ୍ରାପ୍ତ ହେବ। ତା ସହିତ ଆପଣ ଏହି ସବୁ କାମରେ ଯେପରି ଜଡ଼ିତ ଅଛନ୍ତି, ପେଟ୍ରୋଲ ହେଉ, ତେଲ ହେଲା, ଗ୍ୟାସ୍ କ୍ଷେତ୍ର ହେଇଗଲା, କୌଣସି ବି ରତ୍ନ ହୋଇଗଲା, ଏମିତି କାମରେ ଆପଣ ଅଛନ୍ତି ତ ଏହା ଆପଣଙ୍କ ପାଇଁ ବହୁତ ହି ଉତ୍ତମ ସମୟ ରହିବ, ବହୁତ ହି ଉଚିତ ସମୟ ରହିବ। କାରଣ ଏ ସବୁ ଜିନିଷରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ପ୍ରାପ୍ତ ହେବ ବିଶେଷ ରୂପରେ। ଆଉ ମଙ୍ଗଳ ଆଉ ସୂର୍ଯ୍ୟଙ୍କର ଜ୍ୟୋତି ଯେଉଁ ବନିବ ବିଶେଷ ରୂପରେ ତ ଆପଣଙ୍କ ଭାଗ୍ୟ ମଜବୁତ ହେବ। ଆପଣ ଆପଣଙ୍କର କୌଣସି ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଏ ଷ୍ଟାର୍ଟଅପ୍ ଆପଣଙ୍କର ଆରମ୍ଭ ହେବ। କାରଣ ଏହା ବନୁଛି ଆପଣଙ୍କର ଲାଭ ଭାଗରେ ବିଶେଷ ରୂପରେ। ତ ଲାଭ ଭାଗରେ ଯେହେତୁ ବନୁଛି ତ ଏ ଦୁଇଟି ଗ୍ରହଙ୍କର ଏକା ସାଙ୍ଗରେ ରହିବା ଆପଣଙ୍କ ଲାଭ ଭାଗ ପାଇଁ ଯେଉଁଠି ଆପଣଙ୍କୁ ଲାଭ ପ୍ରାପ୍ତ ମିଳୁଥିଲା, ଯେଉଁଠି ଆପଣଙ୍କର କାର୍ଯ୍ୟ କ୍ଷେତ୍ର ରହିଥିଲା ସେଠି ଆପଣଙ୍କୁ ଭଲ ରେଜଲ୍ଟ ଦେଖିବାକୁ ମିଳିବ। ବହୁତ ଭଲରେ ଆପଣଙ୍କ ବିଜନେସ୍ ବଢ଼ିବ। ତା ସହିତ ଆପଣଙ୍କ ପାଇଁ ଯଦି କହିବା ଆପଣଙ୍କ ଜାତକରେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। କାରଣ ମଙ୍ଗଳ ଯେହେତୁ ସାହସ ପରାକ୍ରମ ଦିଅନ୍ତି, ସୂର୍ଯ୍ୟ କନଫିଡେନ୍ସ ଦେଇଥାନ୍ତି ଆଉ କନଫିଡେନ୍ସ ଦେଇଥାନ୍ତି ତ ଏସବୁ ଜିନିଷ କ'ଣ ହେବ ନା ଆପଣଙ୍କର ଆତ୍ମବିଶ୍ୱାସକୁ ବଢ଼େଇବ। ଆପଣଙ୍କ ଜୀବନରେ ସକାରାତ୍ମକ ରେଜଲ୍ଟ ନେଇକି ଆସିବ। ଆପଣ ଯଦି ଜବ୍ କରୁଛନ୍ତି, ଜବ୍ ବଦଳିବା ପାଇଁ ଚାହୁଁଛନ୍ତି ବା ଅଲଗା ଜାଗାରେ ଟ୍ରାନ୍ସଫର ନେବାକୁ ଚାହୁଁଛନ୍ତି ତ ସମୟ ଆପଣଙ୍କ ପାଇଁ ବହୁତ ଆଦର୍ଶ ରହିବ। ଚାକିରିରେ ଆପଣଙ୍କୁ ଆଗକୁ ବଢ଼ିବାର ମୌକା ମିଳିବ। କିଛି ସବୁ ଜିନିଷ ଆପଣଙ୍କ ଜବରେ ବିଗିଡ଼ି ଯାଇଥିଲା, ଲଢ଼େଇ ଝଗଡ଼ା ଆପଣଙ୍କ ଲାଇଫରେ ଛୋଟ ମୋଟ ବିଶେଷ ଭାବରେ ହୋଇଥିଲା ତ ଏବେ ସେ ସବୁ ଜିନିଷକୁ ଆପଣ ଠିକ୍ କରିବାକୁ ନଜର ଆସିବେ। ବସ୍ଙ୍କ ସହ ବନୁନଥିଲା ତ ବନିବ, ଚାହେଁ ବସ୍ ସହ ସ୍ଥିତି ହଉନା କାହିଁକି ଯେଉଁଠି ବି ଆପଣଙ୍କ ପାଇଁ ଚାନ୍ସେସ୍ ରହିବ କି ସ୍ଥିତି ବଦଳିବ ତ ସ୍ଥିତି ବଦଳିବ। ଆପଣଙ୍କର ବସ୍ଙ୍କ ସହ ବଣ୍ଡିଙ୍ଗ ମଧ୍ୟ ବହୁତ ଭଲ ରହିବ, ପ୍ରମୋସନ୍ ମଧ୍ୟ ହୋଇବ। ଯେଉଁ ସବୁ ଜିନିଷ ଖରାପ ଚାଲୁଥିଲା ଠିକ୍ ହେବ। କାହାରି ସହିତ ଯଦି ଲଢ଼େଇ ଝଗଡ଼ା ଚାଲୁଥିଲା ସବୁ କିଛି ଠିକ୍ ହେବ। ଆପଣଙ୍କୁ ସନ୍ତୁଷ୍ଟି ମଧ୍ୟ ପ୍ରାପ୍ତ ହେବ।
ପୂର୍ବଠାରୁ ଅଧିକ ଆତ୍ମବିଶ୍ୱାସୀ ହେବେ, ପୂର୍ବଠାରୁ ଅଧିକ ସାହସୀ ହେବେ। ଆପଣଙ୍କ ବ୍ୟକ୍ତିତ୍ୱରେ କାଫି ଚେଞ୍ଜେସ୍ ଦେଖିବାକୁ ମିଳିବ। ଆଉ ବ୍ୟସ୍ତତା ମଧ୍ୟ ଆପଣ ବହୁତ ଅଧିକ ରହିବେ। ଏ ସମୟରେ ବହୁତ ଅଧିକ ବ୍ୟସ୍ତତା ରହିବେ। ତ ବ୍ୟସ୍ତତା ଅଧିକ ରହିବେ ତ ସ୍ୱାସ୍ଥ୍ୟକୁ ନଜରଅନ୍ଦାଜ କରିବା ବିଲକୁଲ ହିଁ ଭୁଲ ରହିବ। ତା ସହିତ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ନଜରଅନ୍ଦାଜ କରୁଛନ୍ତି ତ ଆପଣଙ୍କୁ ପ୍ରୋବ୍ଲେମର ସାମ୍ନା କରିବାକୁ ପଡ଼ିବ। ତ ସମୟ ସମୟରେ ଆପଣ ଡକ୍ଟର କନସଲ୍ଟରେ ରୁହନ୍ତୁ। ତା ସହିତ ଯଦି କହିବା ଏଠି କିଛି ଜିନିଷ ରହିଛି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି ତ ପାର୍ଟନରସିପ୍ରେ ଭାବି ଚିନ୍ତି କାମ କରନ୍ତୁ। ଭୁଲ ବୁଝାମଣା ଆପଣଙ୍କର ହୋଇଯିବ। ଯଦି ହେଇଯାଇଛି ଆଗରୁ ଅଲରେଡ଼ି ତାକୁ ଠିକ୍ କରିବା ପାଇଁ ଟ୍ରାଏ କରନ୍ତୁ। ବୁଧଙ୍କ ବିଷୟରେ ଯଦି କହିବା ତ ବୁଧ 2 ଜାନୁଆରୀରୁ ବୁଧ ମାର୍ଗୀ ହେବା ପାଇଁ ଯାଉଛନ୍ତି। ଆଉ ମାର୍ଗୀ ସ୍ଥିତି ଯେଉଁ ବୁଧଙ୍କର ହେବ ଏହା ବହୁତ ହି ଶୁଭ ରହିବ। କାରଣ ଆପଣଙ୍କ କର୍ମ ଭାଗରେ ରହିବ 5 ଦିନ ପାଇଁ ରହିବ। ତାପରେ ପୁଣି ଆପଣଙ୍କ ଲାଭ ଭାଗକୁ ଆସିବେ। ଲାଭ ଭାଗକୁ ଆସି ତ୍ରିଗ୍ରହୀ ଯୋଗ ବନିବ। କିନ୍ତୁ ତାଙ୍କର ମାର୍ଗୀ ହେବା ସକାରାତ୍ମକ ରେଜଲ୍ଟ ନେଇକି ଆସିବ। ବହୁତ ଭଲ ରେଜଲ୍ଟ ଆପଣଙ୍କୁ ସେ ପ୍ରଦାନ କରିବେ। ତା ସହିତ ଆପଣଙ୍କ ରାଶି ପାଇଁ ଯଦି କହିବା ଯେଉଁମାନେ PhD ପରୀକ୍ଷା ଦେବା ପାଇଁ ରେଡ଼ି ହେଉଛନ୍ତି ତ ଆପଣ ଆପଣଙ୍କ ଫୋକସ୍କୁ ବିଶେଷ ରୂପରେ ବଢ଼େଇକି ରଖନ୍ତୁ। କାରଣ ଏବେ ଆପଣ ଫୋକସ୍ ନ କରିବେ, ଏକାଗ୍ରତାରେ ନ ବଢ଼ିବେ ତ ଆପଣଙ୍କୁ ମେଣ୍ଟାଲି ବିଶେଷ ଭାବରେ ପ୍ରୋବ୍ଲେମ୍ ମଧ୍ୟ ହୋଇପାରେ। ଯେଉଁମାନେ ରିସର୍ଚ୍ଚ କାର୍ଯ୍ୟରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ସମୟ ବହୁତ ହି ଉତ୍ତମ ରହିବ। ଗୋଲ୍ଡେନ୍ ପିରିୟଡ଼ ମିଳିବ। ବହୁତ ଭଲ ଚାନ୍ସ ଆପଣଙ୍କୁ କହିବାକୁ ଗଲେ ପ୍ରାପ୍ତ ହେବ। ତା ସହିତ 1 ଜାନୁଆରୀରୁ ସ୍ଥିତି ବଦଳିବ। 2 ଜାନୁଆରୀରୁ ବୁଧ ସ୍ଥିତି ବଦଳାଇବେ। ଆଉ ପୂର୍ବରୁ ଯେଉଁ ଯୋଗ ବନିଥିଲା ସୂର୍ଯ୍ୟ ମଙ୍ଗଳଙ୍କର ଆଦିତ୍ୟ ଯୋଗ ବନିଥିଲା, ଆଦିତ୍ୟ ମଙ୍ଗଳ ଯୋଗ ବନିଥିଲା, ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିବ। ଗୁରୁଙ୍କ ବିଷୟରେ ଯଦି କହିବା ତ ଗୁରୁ 31 ଡିସେମ୍ବରକୁ ମାର୍ଗୀ ବିଶେଷ ଭାବରେ ହେବେ। ତାଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ଶୁଭ ହିଁ ଶୁଭ ରହିବ। ଆଉ ତାଙ୍କର ମାର୍ଗୀ ହେବା ଦ୍ୱାରା ନୂଆବର୍ଷର ଆରମ୍ଭ ଆପଣଙ୍କ ପାଇଁ ଭଲ ରହିବ। ମାର୍ଗୀ ହେବା ଦ୍ୱାରା ତାଙ୍କର ଯେଉଁ ଦୃଷ୍ଟି ପବିତ୍ର ବୋଲି ମନାଯାଇଥାଏ ତ ତାଙ୍କର ଦୃଷ୍ଟି ବହୁତ ହି କମାଲ ରହିବ। ତାଙ୍କ ଦୃଷ୍ଟିରୁ ଭଲ ଲାଭ ମିଳିବେ। ଯେଉଁ ଜିନିଷରେ ପରିଶ୍ରମ କରୁଥିଲେ ସେଥିରେ ଆପଣଙ୍କୁ ଲାଭ ମିଳିବ। ଆତ୍ମବିଶ୍ୱାସ ଏତେ ଭରପୁର ହେବ କି ଯେଉଁ ବି ଜିନିଷରେ ଆପଣ କାମ କରିବେ ତ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ତା ସହିତ ବିଶେଷ ଭାବରେ କହିବା ଆପଣ କିଛି ଆଚିଭ୍ କରୁଛନ୍ତି ତ ସବୁ ଜିନିଷକୁ କରିବାର ହିମ୍ମତ ମଧ୍ୟ ବିଶେଷ ଭାବରେ ରହିଥାଏ। ଆଉ ଏହା ଲୋକଙ୍କ ଆଗରେ ଦେଖିବାକୁ ମଧ୍ୟ ମିଳିବ। ଏ ଜିନିଷ ଆପଣଙ୍କ ବ୍ୟକ୍ତିତ୍ୱରେ ସ୍ୱଭାବରେ ଦେଖିବାକୁ ମିଳିବ। ଆପଣଙ୍କୁ ଅପରଚ୍ୟୁନିଟି ମଧ୍ୟ ପ୍ରଦାନ କରିବ। ତ ବହୁତ ଭଲ ଭାବରେ ନୂଆ ବର୍ଷର ଆରମ୍ଭ ହେବ। ଆଉ ଯେବେ ଏତେ ଭଲ ରୂପରେ ଆରମ୍ଭ ହେବ ତ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖି ଆଗକୁ ବଢ଼ନ୍ତୁ। ଯୋଗକୁ ସାମିଲ କରନ୍ତୁ। ଦିନଚର୍ଯ୍ୟାରେ ବ୍ୟାୟାମକୁ ସାମିଲ କରନ୍ତୁ। ତେବେ ସବୁ ଜିନିଷର ଫାଇଦା ଆପଣ ଉଠାଇ ପାରିବେ। ଭାଇ ଭଉଣୀଙ୍କର ବିଶେଷ ସପୋର୍ଟ ମିଳିବ। ଫ୍ରେଣ୍ଡସଙ୍କ ସପୋର୍ଟ ମିଳିବ। ତା ସହିତ ଆପଣ ଆପଣଙ୍କ ଭୌତିକ ଇଚ୍ଛାକୁ ମଧ୍ୟ ପୂରଣ କରି ନେବେ। ତ ବହୁତ ହିଁ ଶୁଭ ପରିଣାମ ରହିବ। ଆଉ ନୂଆ ବର୍ଷର ଆରମ୍ଭ ବହୁତ ହି ଭଲର ଆପଣଙ୍କ ପାଇଁ ରହିବ। ତ ଆହୁରି ଅଧିକ ଏମିତି ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବା ପାଇଁ ଆଦୌ ବି ଭୁଲନ୍ତୁ ନାହିଁ। ଧନ୍ୟବାଦ।